ଯୋଗ ଆମ ପାଇଁ ଅତି ଆବଶ୍ୟକ ହୋଇଛି। ଏବେର ଦୈନିକ ଜୀବନରେ ମଣିଷମାନେ ବହୁତ ଷ୍ଟ୍ରେସ୍, ଆତ୍ମିକ ଅଶାନ୍ତି ଏବଂ ଶାରୀରିକ ସମସ୍ୟା ସହିତ ଜୀବନ ବିତାଉଛନ୍ତି। ଏହି ଅବସ୍ଥାରେ ଯୋଗ ହେଉଛି ଏପରି ଏକ ପ୍ରାଚୀନ ଶାସ୍ତ୍ରୀୟ ଅଭ୍ୟାସ ଯାହା ମନ, ଶରୀର ଏବଂ ଆତ୍ମାକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରେ। ଯୋଗର ଆବଶ୍ୟକତା। ଶାରୀରିକ ସ୍ୱାସ୍ଥ୍ୟ। ଯୋଗ କଲେ ଶରୀର ଶକ୍ତିଶାଳୀ ଓ ନମ୍ୟ ରହେ। ଏହା ଅନେକ ରୋଗ ଦୂର କରିବାରେ ଉପକାରୀ ଅଟେ, ଯେପରିକି ଡାଇବେଟିସ୍, ବ୍ଲଡ୍ ପ୍ରେସର, ଆସ୍ମା ଇତ୍ୟାଦି। ମାନସିକ ସ୍ୱାସ୍ଥ୍ୟ। ଏ ଦୁନିଆରେ ମଣିଷମାନେ ଅଧିକ ଷ୍ଟ୍ରେସ୍ ଏବଂ ଚିନ୍ତାରେ ରହନ୍ତି। ଯୋଗ ଏବଂ ଧ୍ୟାନ କଲେ ମନ ଶାନ୍ତ ହୁଏ, ଷ୍ଟ୍ରେସ୍ ଓ ଡିପ୍ରେସନ୍ କମିଯାଏ। ଆତ୍ମିକ ଉନ୍ନତି। ଯୋଗ ମଧ୍ୟ ଏକ ଆତ୍ମିକ ଅଭ୍ୟାସ ଯାହା ନିଜକୁ ନିଜରେ ଯୋଗ କରିବାର ଅବସର ଦିଏ। ଏହା ମାଧ୍ୟମରେ ମଣିଷ ଆତ୍ମଜ୍ଞାନ ଏବଂ ଶାନ୍ତି ପାଇପାରନ୍ତି। ଉତ୍ତମ ଜୀବନଶୈଳୀ। ଯୋଗ ଅଭ୍ୟାସ କଲେ ମଣିଷ ନିଜ ଜୀବନରେ ଏକ ଶୃଙ୍ଖଳାବଦ୍ଧ ଅନୁଶାସନ ନେଇ ଚାଲିପାରନ୍ତି, ଯାହା ଉନ୍ନତ ଜୀବନ ଦିଏ। ଯୋଗ କିଏ କରିପାରିବେ? ଯେଉଁମାନେ ଏବେ ଶାରୀରିକ କିମ୍ବା ମାନସିକ ଅସୁସ୍ଥତାରେ ଅଛନ୍ତି, ସେମାନେ ନିଶ୍ଚିତ ଭାବରେ ଯୋଗ ଅଭ୍ୟାସ କରିପାରିବେ। ଏହା ବ୍ୟତୀତ କୌଣସି ବୟସ, ଲିଙ୍ଗ କିମ୍ବା ଧର୍ମର ଲୋକ ଏହା ଅଭ୍ୟାସ କରିପାରନ୍ତି। ସିଧାସଳଖ ଉପସଂହାର। ଏହି ଆଧୁନିକ ଜୀବନରେ ଯେଉଁଠି ମଣିଷମାନେ ଅଧିକ ଉତ୍ତେଜିତ ଏବଂ ଅସ୍ୱାସ୍ଥ୍ୟକର ଜୀବନ ଜିଅନ୍ତି, ସେଠି ଯୋଗ ଅତି ଆବଶ୍ୟକ। ଏହା କେବଳ ଏକ ଅଭ୍ୟାସ ନୁହେଁ, ବରଂ ଏହା ଜୀବନର ଏକ ଅଭିନ୍ନ ଅଙ୍ଗ ହେବା ଉଚିତ। ଯୋଗ କରନ୍ତୁ, ନିଜେ ସୁସ୍ଥ ରୁହନ୍ତୁ ଏବଂ ଶାନ୍ତିରେ ରୁହନ୍ତୁ। ଯଦି ଆପଣମାନଙ୍କୁ এই ভিডিওটি ভালো লাগে, দয়াকরি লাইক, কমেন্ট এবং সবস্ক্রাইব করুন। ধন্যবাদ। Shanti, 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 Shanti,